ହ୍ୟାଲୋ। ଆଜ୍ଞା। କିଏ ଦେବୀ ବାବୁ କହୁଛନ୍ତି? ଆଜ୍ଞା ଭାଇ କିଏ କହୁଥିଲେ ଜାଣିପାରିଲିନି। ମୁଁ ତଦନ୍ତ ନ୍ୟୁଜରୁ ଏଡିଟର ମନୋଜ କହୁଛି। ଆଜ୍ଞା ସାର୍ ପ୍ରଣାମ। ହଁ ପ୍ରଣାମ। ମୁଁ ଦେଖିବାକୁ ପାଇଲି ସୋସିଆଲ ମିଡ଼ିଆରେ ଆପଣଙ୍କର ଭିଡ଼ିଓ ଭାଇରାଲ ହେଉଛି। ସେ ଆମର ଆଗ ଧାଡ଼ିର ନାୟିକା ଆମର ତାଙ୍କ ନାଁ ନମିତା ପଣ୍ଡା ଆଉ ଭାଇ ମୁନା ତାଙ୍କ ହଜବେଣ୍ଡ ମୁନା ବାବୁ ଏମିତି ଭିଡିଓ ମାରପିଟ ର ଆଉ ଯୁକ୍ତି ତର୍କର ଭିଡିଓଟି ଭାଇରାଲ ହଉଛି ତାକୁ ନେଇ ଆପଣ କଣ କହିବେ? ତଦନ୍ତ ନ୍ୟୁଜ୍। ଦେଖନ୍ତୁ ମତେ ତ ସେମାନେ ମାରିଲେ ଧକ୍କା ମାରିଲେ ହାତ ଉଠେଇଲେ ତଦନ୍ତ ପାଟିରୁ ନ୍ୟୁଜ୍। ବିଦା କରିଦେଲେ। ମୁଁ ଘରକୁ ଆସିଛି। ଘରକୁ ଆସିଲି ତ ମାରିବାର ଧମକ ଦେଲି। ମୁଁ ଏ କଥା ମାଲିକଙ୍କୁ ବି ଜଣେଇଛି। ମାଲିକ ସଂଘକୁ ବି ଜଣେଇଛି ଏବଂ କଳାକାର ସଂଘର ମୁଖ୍ୟ ବାପି ନନାଙ୍କୁ ବି ଜଣେଇଛି। ସେମାନେ କହିଛନ୍ତି ବୁଝିବା ପାଇଁ କଣ ବୁଝୁଛନ୍ତି ମୁଁ ଜାଣିନି। ମତେ ସେ ଯୋଉ ଧମକ ଦେଲେ ଲୋକ ଲଗେଇକି ବାଡେଇବେ ଆଜି ରାତିରେ ମୁଁ ସେଇଥିଲାଗି ଆଜ୍ଞା ଭୟରେ ପଳେଇ ଆସିଲି। ମାଲିକଙ୍କୁ ଜଣେଇଲି। ଜଣେଇଲା ପରେ ସେମାନେ କିଛି ବୁଝିଲେନି। ସନ୍ଧ୍ୟା ପର୍ଯ୍ୟନ୍ତ ମତେ କିଛି ମତେ ଫୋନ ଫାନ କଲେ ନାହିଁ। ତଦନ୍ତ ଭୟରେ ପଳେଇ ନ୍ୟୁଜ୍। ଆସିଲି ଆଜ୍ଞା। ଦେବୀ ବାବୁ ଆଜ୍ଞା ମୋର ପ୍ରଶ୍ନ ତଦନ୍ତ ଆପଣଙ୍କୁ ନ୍ୟୁଜ୍। ଆପଣଙ୍କୁ ହାତ ଉଠେଇବାକୁ ଯାଇ କଥା ଗଲା ତଦନ୍ତ କଣ ପାଇଁ? ନ୍ୟୁଜ୍। ଦେଖନ୍ତୁ ସାଧାରଣ ମାନେ ଫାଷ୍ଟ ଅଫ୍ ଅଲ୍ ସିଏ ଜଣେ କର୍ମଚାରୀ ମୁଁ ଜଣେ କର୍ମଚାରୀ। କୁହନ୍ତୁ। ତଦନ୍ତ ନ୍ୟୁଜ୍। ଉଠିବେ କଣ ପାଇଁ ସେ କଣ ମାଲିକ? ତଦନ୍ତ ସେଠି ତ ନ୍ୟୁଜ୍। ମ୍ୟାନେଜର ମୁନା ଭାଇଙ୍କ ସହ ମୁଁ କଥା ହଉଥିଲି। ତଦନ୍ତ ମୁନା ନ୍ୟୁଜ୍। ଭାଇଙ୍କ ସହ କଥା ହେବା ଭିତରେ ମୁନା ଆଉ ଭାଇ ମୋ ସହ ଭାଇ କଣ କଥା ହଉଥିଲେ। ମ୍ୟାନେଜର କି? ଆଜ୍ଞା ମୋର ପାର୍ଟିର ମୁଖ୍ୟ ପରିଚାଳକ। ମୁଁ କିଏ ତାଙ୍କ ମୁନା ସହ ଭାଇ କଥା ଅଛନ୍ତି? ଆଜ୍ଞା ମୁଁ ତ ତାଙ୍କ ସହ କଥା ମାନେ ଥିଲି। ଆପଣ କିଏ? ନମିତା ମ୍ୟାଡାମଙ୍କ ହଜବେଣ୍ଡ। ଆଜ୍ଞା ଓକେ। ଆପଣ ମୁନା ବାବୁ ମୁଖ୍ୟ ପରିଚାଳକ ଆପଣ ମୁଖ୍ୟ ପରିଚାଳିକା ଭଲ ମନେ ମନେ ଭାବି ଦେଇଥିଲେ ବୋଧେ ଆଉ। ଓହୋ ନାଇଁ ଠିକ ହାତ ଅଛି। ଉଠେଇବା ଟା କଣ ଠିକ ଆପଣ ହାତ ଉଠେଇଛନ୍ତି ନା ସିଏ ହାତ ତଦନ୍ତ ଉଠେଇଲା ଆପଣଙ୍କୁ? ନ୍ୟୁଜ୍। ଦେଖନ୍ତୁ ସେମାନେ ମତେ କଥା ମାରିବାର ତଦନ୍ତ ଧମକ ଦେଲେ। ମୁଁ ନ୍ୟୁଜ୍। କହିଲି ଆଜ୍ଞା ମତେ ଆପଣ ଗୋଡ଼ ହାତ ବାଡେଇ ତଦନ୍ତ ଭାଙ୍ଗିଦେବେ କହୁଛନ୍ତି ନ୍ୟୁଜ୍। ହାତ ଲଗେଇକି ଦେଖାନ୍ତୁ। ତାପରେ ତାଙ୍କ ହଜବେଣ୍ଡ ମଧ୍ୟ ଏବଂ ସେ ପାର୍ଟିର ମୁଖ୍ୟ ପରିଚାଳକ ମଧ୍ୟ ହୁଁ। ସେମାନେ ସେ ମତେ ଧକ୍କା କଲେ କଣ ତଦନ୍ତ ମାରିଲେ କଣ ନ୍ୟୁଜ୍। କରିବି ମାରିଲେ କଣ କରିବି ମାଇଲି ଦେଖ ତଦନ୍ତ କହିକି ମାରିଲେ। ନ୍ୟୁଜ୍। ଠିକ ଅଛି ମୋ କହିବା କଥା ତଦନ୍ତ ମାଲିକ ନ୍ୟୁଜ୍। ମତେ ବହୁତ ଭଲ ପାଇଛନ୍ତି। ମାଲିକ ମତେ କେବେ ତୁ ବୋଲି ମତେ କହିନାହାନ୍ତି। ମତେ ପଇସା ଦେଇଛନ୍ତି କର୍ମ ଦେଇଛନ୍ତି ଏବଂ ତାଙ୍କ ପାଇଁ ମୋ ପରିବାର ଚଳୁଛି। ଆପଣ କିଏ? ଯଦି ମୁଁ କିଛି ଭୁଲ କରିଥିଲି ମାଲିକଙ୍କୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତେ। ମାଲିକ କଣ ନିଷ୍ପତ୍ତି ନେଇଥାନ୍ତେ। ଆପଣ କଣ ମାଲିକ ନା ନିଜକୁ ମାଲିକ ମାଲିକାଣୀ ଭାବିଦେଲେ। ଆଉ ତାଙ୍କ ପାଟିର ଯିଏ କ୍ୟାସିୟର ସିଏ ବି ଭାବୁଛନ୍ତି କି ମୁଁ ବୋଧେ ପାର୍ଟିର ଓନର। ସିଏ ମତେ କଲର ଧରିକି ପୂର୍ବ ରାତିରେ ମଦ ପିଇକି ଏଇ ଅସଭ୍ୟ ଭାଷାରେ ମା ଭଉଣୀ ନେଇକି ବହୁତ ଗାଳି ଗୁଲଜ କଲେ। ସେମାନେ କହୁଛନ୍ତି କି ମୁଁ ଡ୍ୟୁଟି ଫେଲ କରିଛି। ଯଦି ମୁଁ କୌଣସି ଦିନ ଡ୍ୟୁଟି ଫେଲ କରିଛି ହଁ। ଗୋଟେ ଦିନ ମୋ ଦେହ ଖରାପ ଥିଲା ମୁଁ ଛୁଟିରେ ଅଫ୍ ନେଇକି ତାଙ୍କୁ ତଦନ୍ତ କହିଥିଲି ମୋ ନ୍ୟୁଜ୍। ପରିବାର ଲୋକ ଫୋନ କରିଥିଲେ ମୁଁ ଫୋନ କରିଥିଲି ତଦନ୍ତ ଅଫ୍ ନ୍ୟୁଜ୍। ନେଇଥିଲି ରାଜସୁନା କାଳ ପ୍ରଥମ ଦିନ କାରଣ ମୋର ତଦନ୍ତ ସବୁ ନାଟକରେ ନ୍ୟୁଜ୍। ପାର୍ଟ ଥାଏ। ପ୍ରଥମ ଦିନ ଯୋଉ ନାଟକଟି ହଉଥାଏ ସେ ନାଟକ ମୋର ପାର୍ଟ ନଥାଏ। କେବଳ ଆଙ୍କରିଂ ଉପସ୍ଥାପନା ଥିଲା ମୁଁ କହିକି ଅଫ୍ ନେଇଥିଲି। ଅନ୍ୟ ତାକୁ ଛାଡି ଦେଇକି ଗୋଟେ ଦିନ ଛାଡି ଅନ୍ୟ କୌଣସି ଦିନ ଯଦି ମୁଁ କୌଣସି ଦିନ ଡ୍ୟୁଟି ଫେଲ କରିଛି ପେଣ୍ଡାଲ ଚଢି ନାହିଁ ମୋ କାମ ହଉଛି ବନ୍ଦନା ପରେ ମଞ୍ଚକୁ ଚଢିବା ଗୋଟେ ମଞ୍ଚ ଉପସ୍ଥାପକ। ତାଙ୍କ ପାଟିରେ 12ଟି ସିସିଟିଭି କ୍ୟାମେରା ଲାଗିଛି 12-15ଟି ସିସିଟିଭି ଫୁଟେଜ ଚେକ୍ କରନ୍ତୁ। ଯଦି ମୁଁ କୌଣସି ଫେଲ କରିଥିବି ଦୃଢ କାର୍ଯ୍ୟାନୁଷ୍ଠାନ ମୋ ପ୍ରତି ଗ୍ରହଣ କରାଯିବ। ନାଇଁ ଦେବୀ ବାବୁ ମୋର ଏଇଠି ଆପଣଙ୍କୁ ଗୋଟିଏ ପ୍ରଶ୍ନ ଆପଣ ଜଣେ କଳାକାର ବଡ ହୁଅନ୍ତୁ ଆଜ୍ଞା ଛୋଟ ହୁଅନ୍ତୁ ଜଣେ କ୍ଷୁଦ୍ର କଳାକାର ତଦନ୍ତ ସିଏ ବି ନ୍ୟୁଜ୍। ଜଣେ ଆଜ୍ଞା କଳାକାର ଯଦି ଆଜ୍ଞା କଳାକାର ତଦନ୍ତ ହିସାବରେ ଅନ୍ୟ ନ୍ୟୁଜ୍। ଜଣେ କଳାକାରକୁ ହାତ ଉଠେଇବାର କଣ ଅଧିକାର ଅଛି? ନା କଳାକାର ସବୁବେଳେ କଳାକାର ଛୋଟ ବଡର କୌଣସି କଳାକାର ନଥାଏ ସେ ମତେ ଛାଡି ଦେଇ କଣ କି ଛୋଟ ଜଣେ ବଡ କଳାକାର ନେଇ ଏକୁଟିଆ କଣ ଯାତ୍ରା କରିଦବ କି? ସମସ୍ତଙ୍କୁ ନେଇକି ନାଟକ ହୁଏ। ଜଣଙ୍କୁ ଛାଡିକି କେବେ ନାଟକ ହେଇପାରେନି ସବୁ ଛୋଟ ବଡ ସମସ୍ତେ ମିଶିଲା ପରେ ସେ ନାଟକଟି ସଫଳ ହୁଏ। ଆଉ ତଦନ୍ତ ସେମାନେ ନ୍ୟୁଜ୍। ସେ ଜଣେ କର୍ମଚାରୀ ମୁଁ ଜଣେ କର୍ମଚାରୀ ସିଏ ତଦନ୍ତ ନାଚିଲେ ତାଙ୍କ ଘରକୁ ନ୍ୟୁଜ୍। ପଇସା ଦେବେ ମୁଁ ନାଚିଲେ ମୋ ଘରକୁ ପଇସା ନେବି ସେ ତଦନ୍ତ ହାତ ଉଠେଇବା ନ୍ୟୁଜ୍। କେତେ ଦୂର ଯଥାର୍ଥ? ନାଇଁ ହାତ ଉଠେଇବାଟା କେତେ ଦୂର ଠିକ ଆପଣ ଦେଖିଥିବେ କିଛି ଦିନ ପୂର୍ବରୁ ଯେତେବେଳେ 2025 ର ଶେଷ ମାନେ 2025 ତଦନ୍ତ 24-25 ର ଯାତ୍ରାର ଶେଷ ସମୟରେ ତଦନ୍ତ ସେ ନମିତା ନ୍ୟୁଜ୍। ମ୍ୟାଡାମ ବି ଚର୍ଚ୍ଚାକୁ ଆସିଥିଲେ ତଦନ୍ତ ବାଦ ବିବାଦ ନ୍ୟୁଜ୍। ଭିତରେ ପଶିଥିଲେ ବୁଝିଲେ କି? ଆଜ୍ଞା ପୁଣି ଏବେ ଯାତ୍ରା ବିବାଦ ପୁଣି ଯାତ୍ରାରେ ପୁଣି ବିବାଦ ମୁଣ୍ଡ ଟେକିଲାଣି ଯାହାକୁ ଆପଣଙ୍କ ନା ଆମେ ନା ଭିଡିଓରେ ଦେଖୁଛୁ। ଦେଖନ୍ତୁ ମୁଁ ତ ଅନ୍ୟ କୌଣସି କଥା ଆଲୋଚନା କରିବାକୁ ଚାହୁଁନି ମୋ କହିବା କଥା ତାଙ୍କ ପାଖରେ ଯୋଉ କର୍ମଚାରୀ ମାନେ କାମ କରୁଛନ୍ତି ସେମାନଙ୍କୁ ଟିକେ ସମ୍ମାନ ଦିଅନ୍ତୁ। ତାଙ୍କ ସାଥିରେ ଯୋଉ ରାଇଟର ଡିରେକ୍ଟର ତାଙ୍କ ନେଇକି ତାଙ୍କ ଗୁରୁଙ୍କୁ ଟିକେ ତଦନ୍ତ ଭଲ ନ୍ୟୁଜ୍। ପାଆନ୍ତୁ ଗୁରୁଙ୍କୁ ଟିକେ ରେସ୍ପେକ୍ଟ ଦିଅନ୍ତୁ ଆପଣ ନାଟକ ତଦନ୍ତ ଦଉଥିବା ନ୍ୟୁଜ୍। ଗୁରୁ ମାନଙ୍କୁ ଟିକେ ଫୋନ କରି ତଦନ୍ତ ପଚାରନ୍ତୁ କି ନ୍ୟୁଜ୍। ସେମାନେ ନମିତା ମ୍ୟାଡାମଙ୍କର ଗୁରୁ ମାନଙ୍କ ପ୍ରତି କେମିତି ବ୍ୟବହାର ଯୋଉଠି ଗୁରୁ ମାନଙ୍କୁ ସେମାନେ ସମ୍ମାନ ଦଉନାହାନ୍ତି ମୁଁ ତ ଛୋଟା କଳାକାରଟା ଆଉ ବାକି ରହିଲା ନରୀ ନନାଙ୍କ କଥା ନରୀ ନନାଙ୍କ କଥାରେ ସେ କହିଥିଲେ କି ଆଉ କଳାକାରକୁ ହାତ ଉଠେଇବା ମସ୍ତ ବଡ ଭୁଲ ଅନ୍ୟକୁ ଆଲୁଅ ଦେଖିକି ନିଜେ ଅନ୍ଧାର ଭିତରେ ରହୁଛ ଲାଜ ଲାଗୁନି? ଆଜି ତ ପୁଣି ସେ ନିଜେ ହାତକୁ ଉଠେଇଛନ୍ତି ଆଇନର ନିଜେ ଆଇନ ହାତ ମୁଠାକୁ ନେଇଛନ୍ତି। ମୋର କେବଳ ଆପଣ ଗୋଟିଏ ମୁଁ ଆପଣଙ୍କୁ ଗୋଟିଏ କଥା କହୁଛି ମୋର ଯୋଉ ସମ୍ମାନ ଟା ଯାଇଛି ସମ୍ମାନ ଟା ସେ ମତେ ଫେରେଇ ଦେଇ ପାରିବେ କି? ମୋ ଦୀର୍ଘ 5 ବର୍ଷ ଲାଗିଥିଲା ଯୋଉ ସମ୍ମାନ ଟି ମତେ ତିଆରି କରିବା ପାଇଁ
ओडिशा यात्रा दर्शकों आगे ओडिशा कलाकार आगे ओडिशा मालिक मान जो सम्मान टी तैयारी करथिले से सम्मान से फेरे दे पारिबे कि तदंत से न्यूज सम्मान से फेरे देबे कि और खाली गोटे कथा तदंत कहतु नरी न्यूज नना कथा से तळे कहिथिले कि हाथ उठेवाटा मस्त बड़ बोले आपण कथारे कहिथिले हाथ काई उठाउतले ताकू नमिता मैडम को गोटे प्रश्न करिवे आपण अन्य को आलुओ देखिक निज अंधा भितर रोज लाज लागुनी नहीं मोर आउ गोटे प्रश्न आपण ए जो आम गणमाध्यम आपण जो दौरान ऑडियो टी आपण ता माध्यम रे कौन सरकार को निवेदन करिवे कि आईन आईन की आईन रा आश्रय नबाको चाहिए कि मो कलाकार संघ मो देखो मो कलाकार संघ मालिक संघ को जणैछि मो मालिक बहुत भलो से मते खाइबाको दैछन्ती अन्न दैछन्ती मु तांको विषय कोनसी पदवी कथा कहयाको चाहुनी से मो पई भगवान कहले अत्युक्त हबनी किंतु मु ताको जणैछि कलाकार संघ को जणैछि पापी नना जे मो गुरु मध्य एवं कलाकार संघ रो मुख्य मध्य पापी नना को मध्य मु जणैछि बहुत बड़ बड़ कलाकार मान को जणैछि तदंत मालिक न्यूज संघ को जणैछि कोणार्क पार्टी तदंत ओनर जे न्यूज माने मालिक संघर सभापति तदंत पाकु नना न्यूज को मध्य जणैछि सेमाने कोन पदक्षेप नउछन्ती नियंतु सेमाने जहा पदक्षेप नेबे मु से कथा को मानिबी और जदि जदि से कौनसी कौनसी मालिक संघ तरफ हो कि कलाकार संघ तरफ जदि आपण कौनसी आलो आपणकर समाधान न हुए कौन करिवे आपण देखो मु गोटे मिडिल क्लास परिवार पिला सी तो मत कुसंस्कारी बेसंस्कारी अभद्र असभ्य बहुत कथा कहते बहुत कथा कहते मो से संस्कार को लेकिन कहूँ मु से पाखे पावर थाईपे पैसा थाईपे सब किसी थाईपे मो पाखे सत्य अच्छी से सत्य को लेकिन लड़बी हो कौन मुझे क्या कहबी कहार कि किसी माने मत से जो हईराणा कले भगवान को तो सेटा देखिए ना मो पेट को जो लातटा मारते से भगवान तो विचार करेंगे हम्म मु केवल ठीक भगवान पर हाथ रखिदेवी मु ठीक अच्छी फिर भी देवी बाबू आपण को जो भली भाव मु समस्त पाखे केवल मोर गोटे न्यूज ओडिशा यात्रा दर्शक तदंत न्यूज सोशल मीडिया आ मत तदंत भल पाउथुवा न्यूज कलाकार मत भल पाउथुवा मालिक तदंत न्यूज से सम्मान टा फेरे दिंतु तापर मालिक संग कलाकार संग जो निष्पत्ति ने मु सेतु मानली मु एठी साधारण चर्चा होची जे आपण एभली छोट कलाकार हिसाब रे आपण भी बळी पड़ी पारंतु बोली साधारण चर्चा होची एटा को केते दूर आपण मानुचंती ठीक अछि जदि मो छोट कलाकार बड़ कलाकार कथारे कि अन्य कौन पैसा माध्यम रे मु बळी पड़ी जीवी मु बळी पड़ी मु जदि बळी पड़ी जीवी आज जदि अन्य माने के मुह न खोलिए ताले मो ऊपर हजार हजार कलाकार बळी पड़ी जीवे धन्यवाद धन्यवाद।